ओम नमः शिवाय। ମୁଁ ଜ୍ୟୋତିର୍ବିଦ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଆପଣମାନେ ଜାଣିଛନ୍ତି ମୁଁ ରୁଦ୍ରାକ୍ଷ ଜ୍ୟୋତିଷ ରୁଦ୍ରାକ୍ଷ ଉପରେ କୁହେ, କିନ୍ତୁ ଆଜି ଟିକେ ରତ୍ନ ଉପରେ କହୁଛି। ଲୋକମାନେ ପ୍ରଶ୍ନ ପଚାରୁଛନ୍ତି, ଆଉ ମୁଁ ଜାଣିଶୁଣି ମୋ ରତ୍ନ ଉପରେ ଯଦିଓ ମୁଁ ଲେଖିଛି, କିନ୍ତୁ ମୋର ଅଭିଜ୍ଞତା ରତ୍ନ ଉପରେ ମୁଁ କୁହେନି, କାହିଁକିନା ମୁଁ ଅଲୱେଜ୍ ସ୍ପେଶାଲାଇଜେସନକୁ ବିଶ୍ୱାସ କରେ। ଗୋଟେ ଲୋକ ସବୁ କାହିଁ ଜାଣିବ? ମୁଁ ରତ୍ନ ଲୋକଙ୍କୁ ରେକମେଣ୍ଡ ବି କରେ ନା, ରୁଦ୍ରାକ୍ଷ ରେକମେଣ୍ଡ କରେ। ତ ରତ୍ନ ଉପରେ କେତେଟା ଜିନିଷ ମୁଁ କହି ରଖୁଛି। ମୁଁ ରତ୍ନର ବିରୁଦ୍ଧ ନୁହେଁ ଯଦିଓ। ରତ୍ନ ପଥରକୁ ନେଇକି ଆମେ ସବୁ କେତେଟା ଜିନିଷ ରହିଛି। ଆପଣମାନେ ଯଦି ଓଡ଼ିଶାରେ ଛାଡ଼ନ୍ତୁ, ମୁଁ ତ ଓଡ଼ିଆରେ ଭିଡ଼ିଓ କରୁଛି ଓଡ଼ିଆ ଲୋକଙ୍କ ପାଇଁ ହିଁ। କୌଣସି ଗୋଟେ ଗ୍ରହ ଦୋକାନକୁ ଯିବେ, ସେ ଆପଣଙ୍କୁ କହିବେ ଏଇଟା ସିଲୋନିଜ୍ ପୋଖରା ଅଛି, ଏଇଟା ଜାମ୍ବିଆନ ପାନା, ଏଇଟା ହେଲା ଜାଭାର ରୁବି। ତା ମାନେ କ'ଣ? ସେ ସେଇଠୁ ଆସୁଛି। ଶୁଣନ୍ତୁ, ରୁବିର ଫିଜିକାଲ କମ୍ପୋଜିସନ୍ ଯାହା, ବା ମାଣିକର ଫିଜିକାଲ କମ୍ପୋଜିସନ୍ ଯାହା, ତାହା ଥିବା ପଥରଟି ଯଦି ଆପଣଙ୍କର ବାଡ଼ି ତଳୁ କୌଣସି ଗୋଟେ ଜାଗାରୁ ମିଳିଲା ଖୋଳୁ ଖୋଳୁ, ତାହେଲେ ସେଇଟା ବି ରୁବିରେ ହିଁ କାଉଣ୍ଟ ହେବ। ଯଦିଓ ଖଣିରୁ ମିଳେ, ଆପଣ ଯଦି ଗୟା କଥା ବାଡ଼ି ପଛ ପଟେ ରୁଦ୍ରାକ୍ଷ ଗଛଟା ଲଗେଇଦେବେ, କିନ୍ତୁ ଖୋଳି ପକାଇଲେ ଗୋଟେ ରତ୍ନ ମିଳିଯିବନି, ତେଣୁ ଖଣି ଗୋଟେ ଦରକାର। କିନ୍ତୁ ଗୋଟେ ଜଷ୍ଟ ଆନେକ୍ଡୋଟିକାଲି ବା ଏମିତି ଗୋଟେ ଉଦାହରଣ ଦେଇକି ଆପଣଙ୍କୁ କହିଦେଉଛି। ତ ଶ୍ରୀଲଙ୍କାରୁ ମିଳୁ, ଆପଣଙ୍କର ତାମିଲନାଡ଼ୁରୁ ମିଳୁ, ଆପଣଙ୍କର ଆମେରିକାର ଭେନେଜୁଏଲାରୁ ମିଳୁ, କିମ୍ବା ଚାଇନାରୁ ମିଳୁ, କିଛି ତା ଭିତରେ ଡିଫରେନ୍ସ ନାହିଁ। ମାଇନିଂ ଯେଉଁ ଏରିଆରେ ହୁଏ, ସେଠି ଲୋକମାନଙ୍କୁ ମୁଁ ତ ଜାଣିନି, ଆଗରୁ ବହୁତ ତାଙ୍କୁ ଶୋଷଣ କରାଯାଉଥିଲା। କିଛି ତା ପ୍ରଭାବଶାଳୀ ଲୋକମାନେ ସେ ରତ୍ନକୁ ନେଇକି ତାକୁ ଭଲ ରେଟ୍ରେ ବିକୁଥିଲେ। ତ ସେ ସିଲୋନିଜ୍ ପୋଖରାଜ, ଇଣ୍ଡିଆନ୍ ପୋଖରାଜ, ଏଗୁଡ଼ା ସବୁ କିଛି ଦେଖିବାର ଗୋଟେ ଆବଶ୍ୟକତା ନାହିଁ। ପୋଖରାଜର ଫିଜିକାଲ କମ୍ପୋଜିସନ୍ ଯେ ଫିଲ୍ଅପ୍ କଲା, ସେ ଦୁଃଖର ସହିତ କହୁଛି, ଗ୍ରହପଥର ବିକୁଥିବା ଲୋକମାନେ ହେଲେ ଆଜିକା ଯୁଗରେ ଗୋଟେ ମହାମୂର୍ଖ। ଯେଉଁମାନେ ଗ୍ରହପଥର ରୁଦ୍ରାକ୍ଷ ବିକୁଛନ୍ତି, ରୁଦ୍ରାକ୍ଷ କ୍ଷେତ୍ରରେ ତ ମୁଁ 100% ଏନ୍ସ୍ୟୋର କରୁଛି ଗ୍ରହପଥର। କାହିଁକି? ମୁଁ ସବୁ ବିଚିତ୍ର ଜିନିଷ ଦେଖିବାକୁ ପାଉଛି ସେମାନଙ୍କର। ସାର୍ ଏମିତି ଗୋଟେ ଗ୍ରହପଥରରେ ଆମେ କରିଦେଇଛୁ ଶ୍ରୀଯନ୍ତ୍ରଟେ, ସେଇଟା ଇଏ କରିଦେବ, ସେଇଟା ଗୋଟେ ତାପରେ ଗୋଟେ ପ୍ଲେଟ୍ଟେ ବନେଇ ଦେଇକି ଆମେ ତାପରେ ମନ୍ତ୍ରଟା ଲେଖିଦେଇଛୁ, ଆପଣ ରଖିଲେ ଆପଣଙ୍କ ପାଖରେ ପଇସା ଆସିବ। ପଇସା କଥା କହିଲେ ତ ଆପଣ ଦୌଡ଼ିଲେ। ଆଉ ରତ୍ନର ଶରୀର ଆଉ ମନ ଉପରେ ବହୁତ ପ୍ରଭାବ ରହିଛି। ସେଥିଲାଗି ଆପଣ ଦେଖୁଥିବେ, ଯେଉଁମାନେ ସବୁ ଟିକେ ସ୍ପିରିଚୁଆଲିଟି ଲାଇନ୍ରେ ରହନ୍ତି, ସେମାନେ ରତ୍ନ ଆଉ ରୁଦ୍ରାକ୍ଷ ପକାନ୍ତି। ଆପଣଙ୍କ ମନ ଶରୀରକୁ ବହୁତ ବାଲାନ୍ସ କରିବାରେ ହେଲ୍ପ କରେ ସେଇଟା। ଆଷ୍ଟ୍ରୋ ବେନିଫିଟ୍ କେତେ? ହଁ, ଆମେ ଦେଖି ଆସୁଛୁ ଟିକେ ଟିକେ ମିଳିବାର, ଆମେ କହୁଛୁ ମିଳିଯାଏ। ସେମିତି କିଛି ଗୋଟେ, ଯେମିତି ଶାସ୍ତ୍ରରେ ଲେଖା ହେଇଛି ଯେ ଆପଣଙ୍କର ରୁବିଟା ସୂର୍ଯ୍ୟଙ୍କ ପାଇଁ ବୋଲି, ସେଇ ଜାଗାରେ ତମ୍ବାଟା ବି ଲେଖା ହେଇଛି ସୂର୍ଯ୍ୟଙ୍କ ପାଇଁ ବୋଲି। ତ ଆପଣ ତମ୍ବା ପିନ୍ଧୁନାହାନ୍ତି, ବୁଝୁଛନ୍ତି? ତେବେ ତାପରେ କେବେ ଗୋଟେ ଭିଡ଼ିଓ କରିବା, ସେଇ ଯେଉଁ ଘୋଡ଼ା ନାଲ ଫ୍ୟାସନଟା ଚାଲିଛି, ତାପରେ କେବେ ଭିଡ଼ିଓ କରିବା। ଏବେ ଯେଉଁ ମୁଁ ଆପଣଙ୍କ ଗ୍ରହ ବିଷୟରେ କହୁଛି, ରତ୍ନ ପଥର ଏଇଟା ହେଲା ଗୋଟେ ମିଥ୍। ଆପଣଙ୍କର ଲାବୋରେଟୋରୀ ସାର୍ଟିଫିକେଟରେ ଆପଣ ଦେଖିଲେ ପଥରର ସ୍ପେସିଫିକ୍ ଗ୍ରାଭିଟି ଭଲ ଅଛି, କ୍ଲାରିଟି ଭଲ ଅଛି, କଟ୍ ବଢ଼ିଆ ଅଛି, ବଢ଼ିଆ କ୍ଲିଅର ପଥରଟେ ଚକଚକ ମାରୁଛି, ବାସ୍। ପଥରରେ ଗୋଟେ କଳା ଦାଗ ଥିଲେ ସେ ପଥରଟା ଭଲ ବୋଲି କୁହାଯାଏ ନାହିଁ। ରେଫରେନ୍ସ ବୃହତ ସଂହିତା ବା ବରାହମିହିର ଚାପ୍ଟର 80 ପଢ଼ିପାରନ୍ତି। ତେଣୁ ଆପଣଙ୍କର ଗୋଟେ ଗ୍ରହ ପଥର, ଏ ସିଲୋନିଜ୍ ହେଲା, ସେ ମୋଜାମ୍ବିକ୍ ହେଲା, କିଛି ମାନେ ମହମ୍ମଦ ନେଇଜିମ୍ର ଲୋକ ଏ ପଥରର ବିଷୟରେ ଭାରି ଇଏ ଅଛନ୍ତି। ସେମାନେ କଣ୍ଟ୍ରି ଗୁଡ଼ାକ ନାଁ ବି ନେଇପାରନ୍ତିନି। ଜାମ୍ବିଆକୁ କହୁଛନ୍ତି ଜୁମ୍ବି ରୁବି। ତ ଏମିତି ବି ଚାଲିଛି, ସେ ଯାହା ବି ହଉନା କାହିଁକି, କିଛି ତାର ମାନେ ନାହିଁ। ଏଟା ଗୋଟେ ବଡ଼ ମିଥ୍ ବା ମିଥ୍ୟା। ଗଲା ଦ୍ୱିତୀୟ ମିଥ୍, ଆପଣ ଯଦି ଗୋଟେ ଓଜନ 100 କେଜି,
ଆପଣ ତାର 10% ବା 10 କ୍ୟାରେଟ୍ ପିନ୍ଧିବେ। ମୁଁ ବି ତ ଏମିତି ଲେଖେ, କିନ୍ତୁ ସତ କଥା କହିବାକୁ ଗଲେ ଏମିତି କେଉଁଠି ଲେଖା ହେଇନି। ସୂର୍ଯ୍ୟଙ୍କ ପାଇଁ ଆପଣ ଦେଖିବେ ସେ ଘୋଡ଼ା ନାଲ ଗୋଟେ 100 କେଜିର ଲୋକ ଯେତିକି ପିନ୍ଧୁଥିବ, ଗୋଟେ 50 କେଜିର ଲୋକ ସେତିକି ପିନ୍ଧୁଥିବ, କାରଣ ସେ ଘୋଡ଼ା ନାଲ ତ ସେତିକି ଆଉ ରାଉଣ୍ଡ ହେଇକି ମୁଦି ଭଳିଆ ମିଳିବ ଆଉ। କିନ୍ତୁ ରତ୍ନ ପଥରକୁ ଆସିଲା ବେଳକୁ ସେଟା ଅଧିକ। ଏମିତି ବି କିଛି ନାହିଁ। ଯଦି ଭଲ ରତ୍ନ ପଥରଟି ହେଇଥାଏ 5 କ୍ୟାରେଟ୍ ହଉ 6 କ୍ୟାରେଟ୍ ହଉ ଆପଣ ପିନ୍ଧନ୍ତୁ, କ୍ୱାଲିଟି ଟିକେ ଭଲ ହେଇଥିଲେ ଡେଫିନେଟଲି ସେ ପଥରର ଉର୍ଜା ଟିକେ ଅଧିକ ରହିବ, ସେଟା ଭଲ। କ୍ୱାଲିଟି ନେଇକି ରେଟ୍, ସେଥିରେ ମୁଁ ମନା କରୁନି, କିନ୍ତୁ କ୍ୱାଣ୍ଟିଟିଟା ବିଶେଷ ମ୍ୟାଟର କରୁନି। ଲେଖା ତ ହେଇନାହିଁ କେଉଁଠି। ହଁ, ଗୋଟେ ଲଜିକାଲି ଦେଖିବାକୁ ଗଲେ ହଁ, ଯଦି ତ ଆମେ ଶରୀର ମନ କଥା ଭାବୁଛନ୍ତି ତାହେଲେ ବଡ଼ ଶରୀର ଟିକେ ବଡ଼ ପଥର, କିନ୍ତୁ ମନଟା କ'ଣ ବଡ଼ ହେଇଗଲା ନା ବ୍ରେନ୍ଟା ବଡ଼ ହେଇଗଲା। ତେଣୁ ନର୍ମାଲି ଗୋଟେ ଆଭରେଜ୍ ହେଲେ 5-7 କ୍ୟାରେଟ୍ ଆପଣ ପିନ୍ଧିବେ। ରତ୍ନ 10 କ୍ୟାରେଟ୍ରୁ କ୍ରସ୍ କରିବେ ନାହିଁ, 5 କ୍ୟାରେଟ୍ରୁ କମେଇବେ ନାହିଁ। ପିଲାମାନଙ୍କୁ ରତ୍ନ ଦିଆଯିବ ନାହିଁ ଯେପର୍ଯ୍ୟନ୍ତ ସେମାନେ ଗୋଟେ ମିନିମମ୍ 15 ବର୍ଷ ନ ହେଇଛି। ଏତେ ହେଲା ଫ୍ୟାକ୍ଟ। ଆପଣ ଦେଲେ ସେମାନେ ତାର ଉର୍ଜାଟାକୁ ହୋଲ୍ଡ କରିପାରିବେ ନାହିଁ। କିନ୍ତୁ ସାର୍ ଆପଣଙ୍କର ଓଜନ 100 କେଜି, ଆପଣ ପିନ୍ଧନ୍ତୁ। ଏଇଟା ମୁଁ ବି ଆଗରୁ କିଛି ଦିନ ଆଗରୁ ରେକମେଣ୍ଡ କରୁଥିଲି, ଯଦିଓ ଆଜିକା ଯୁଗରେ ମୁଁ ରେକମେଣ୍ଡ କରୁନି। ରୁଦ୍ରାକ୍ଷ ବଡ଼ ହେଲେ ମୁଁ ବୁଝିପାରୁଛି ତାର ଉର୍ଜାଟା ବଡ଼ ରହୁଛି, ଅଧିକ ଏନର୍ଜି ହୋଲ୍ଡିଂ କ୍ୟାପାସିଟି। କିନ୍ତୁ ରତ୍ନ କ୍ଷେତ୍ରରେ ସେଇଟା କେତେ? ସେଇ ତ ସମସ୍ତେ ଖାଇବେ 350 ମେଡ଼ିସିନ, ଆଉ କ'ଣ ଆଉ କାହାକୁ ଟିକେ ଅଧିକ ବେଶୀ ଦେବ? ତେବେ ହଁ, ଟିକେ ଯଦି ଗୋଟେ ବହୁତ ବଲ୍କି ଲୋକ ହେଇଥାଏ ତାହେଲେ ଟିକେ ଅଧିକ ରତି ରହିଲେ ବେଟର୍ ହେଇପାରେ, 1 କ୍ୟାରେଟ୍ ଅଧିକ। କିନ୍ତୁ ନର୍ମାଲ୍ ସେ 5ରୁ 7-8 କ୍ୟାରେଟ୍ ଭିତରେ ସବୁ ରତ୍ନ ରଖିବେ। କିଛି ସେମିତି ନାହିଁ ଯେ ନିଜ ଓଜନର 10% ପିନ୍ଧିବେ। ମୁଁ 50 କେଜି ଓଜନ, ତାହେଲେ ମୁଁ 5 କ୍ୟାରେଟ୍ ପିନ୍ଧିବି, ଯଦି 6 କ୍ୟାରେଟ୍ ହେଇଗଲା ପାପ ନା, ସେମିତି କିଛି ନାହିଁ। ରତ୍ନଟା ଏଇ ଆଙ୍ଗୁଠିରେ ପିନ୍ଧିଲେ ହେବ, ଅନ୍ୟ ଆଙ୍ଗୁଠିରେ ହେବ, ସେଇଟା ଅସୁବିଧା। ଆପଣ ପୋଖରାସଟା ଏଇ ଆଙ୍ଗୁଠିରେ ପିନ୍ଧିବେ ନା। ତାର ବିଭିନ୍ନ ମତ ରହିଛି। କିଛି ଲୋକ କହନ୍ତି ଏଇଟା ଆଜ୍ଞା ହେଲା ଆପଣଙ୍କର ବୃହସ୍ପତି ପାହାଡ଼, ଏଇଟା ହେଲା ଶୁକ୍ର ପାହାଡ଼, ସେଥିପାଇଁ। କିଛି ଲୋକ ଆଙ୍ଗୁଳିକୁ ତତ୍ତ୍ୱ ହିସାବରେ ଦେଇଛନ୍ତି, ନା ଏଇଟା ହେଲା ଅଗ୍ନି ତତ୍ତ୍ୱ। କିଛି ଲୋକ କହିଲେ ଏଇଟା ହେଲା ଆର୍ଥ ତତ୍ତ୍ୱ ବା ପୃଥିବୀ ତତ୍ତ୍ୱ, ସେଇଟା ପିନ୍ଧିବେ। ସତ କଥା ହେଲା ସେମିତି କିଛି ନାହିଁ। ରତ୍ନଟି ଆପଣଙ୍କ ଶରୀର ସହିତ କନେକ୍ଟ ହେଇ ରହିବାର ଅଛି, ବାସ୍। ଆପଣ ଟିକେ ୱେଷ୍ଟବେଙ୍ଗଲ ବେଳକୁ ମାଡ଼ିଯିବେ, ଯେଉଁଠିକି ଭାରତବର୍ଷ ନୁହେଁ ସାରା ପୃଥିବୀ ବର୍ଷରେ ସବୁଠୁ ଅଧିକ ରତ୍ନ ବିକ୍ରି ହୁଏ, ସେ ହେଲା ୱେଷ୍ଟବେଙ୍ଗଲ ବା କାଲକାଟା। ଆପଣ ଆଖି ବୁଲେଇ ଆଣିବେ, ଦେଖିବେ ପ୍ରତି 10ଟା ଲୋକରେ 7ଟା ଲୋକଙ୍କର ରତ୍ନ ପିନ୍ଧିଥିବେ। এই ଅବଜରଭେସନାଲ ରିସର୍ଚ୍ଚରୁ ମୁଁ କହୁଛି, କୌଣସି ଷ୍ଟାଟିଷ୍ଟିକାଲ ପ୍ରୁଫ୍ ମୁଁ ଦେଇପାରିବି ନାହିଁ। ମୋତେ ବିଜ୍ଞ ଲୋକମାନେ ବାହାରିକି ପଚାରିବେନି ସାର୍ ଆପଣ ରିସର୍ଚ୍ଚ ପେପର ପ୍ରଡ୍ୟୁସ୍ କରନ୍ତୁ। ଯଦି ମୋତେ କ'ଣ ଗଭର୍ଣ୍ଣମେଣ୍ଟ ରିସର୍ଚ୍ଚ ଫଣ୍ଡିଂ କରନ୍ତା ତାହେଲେ ହୁଏତ ମୁଁ ନିଜେ ରିସର୍ଚ୍ଚ କରିଦିଅନ୍ତି, ଗୋଟେ ରିପୋର୍ଟ ବାହାର କରିଦିଅନ୍ତି। ତାପରେ ଛାଡ଼ନ୍ତୁ ସେ କଥା। ତେବେ ସେଠି ଦେଖିବେ ଯେ 3ଟା ସେ ପିନ୍ଧିବ, ତାହେଲେ 3ଟା ଏଠି ଡେଉଁରିଆ ଭଳିଆ ପିନ୍ଧା ହେଇଥିବ, ସେ ପୁଅ ହଉ କି ଝିଅ ହଉ। ଲକେଟ୍ ପଡ଼ିଥିବ, ବ୍ରେସଲେଟ୍ ପିନ୍ଧା ହେଇଥିବ। ଇଫେକ୍ଟିଭ୍ ନୁହେଁ ଆଜ୍ଞା, ମୁଦି ପିନ୍ଧିବାକୁ ପଡ଼ିବ। ସମ୍ପୂର୍ଣ୍ଣ ମିଛ। ଗ୍ରହପଥରଟି ଆପଣଙ୍କ ଶରୀର ସହିତ କନେକ୍ଟେଡ୍ ହେଇକି ରହିବାର ଅଛି, ବାସ୍। କ'ଣ କେମିତି ବୁଝେଇବି ଆଉ? ମନେକର ଆପଣଙ୍କର ଯେକୌଣସି ଗୋଟେ ଜିନିଷ, ଆପଣ ଗୋଟେ ସ୍ୱେଟରଟା ଆପଣ ପାଖରେ ରଖିଛନ୍ତି, ସେଇଟା କ'ଣ ଆପଣ ଥଣ୍ଡା ସମ୍ଭାଳିବେ? ଆପଣ ଦେହଟା ପିନ୍ଧିବାର ଅଛି। ଆପଣ କହିବେ ଶାଲ୍ଟାକୁ ପୁରା ଏଇଭଳିଆ ଘୋଡ଼େଇ ହେଲେ ହିଁ ସେ ଗରମ କରିବ, ଏଭଳିଆ କଲେ ହେବ ନାହିଁ। ଯଦିଓ ଏଟା ପ୍ରାକ୍ଟିକାଲି ହୁଏତ ଟ୍ରୁ ହେଇପାରେ, କିନ୍ତୁ ଆପଣ ଯଦି ଶାର୍ଟଟା ଖାଲି ଉପରେ ଏମିତି ପକେଇକି ବି ଘୋଡ଼େଇ ଦେଉଛନ୍ତି, ଏତେ ମେଥଡ଼ ମାନୁନାହାନ୍ତି, ତଥାପି ସେ ଆପଣଙ୍କୁ ଶୀତରୁ ପ୍ରୋଟେକ୍ଟ କରିବ। ତ ସେଇଭଳିଆ ଜିନିଷ। ରତ୍ନ ଆପଣ ରିଙ୍ଗ ପିନ୍ଧନ୍ତୁ, ହଁ, ଯେଉଁ ଫିଙ୍ଗରରେ ଯେଉଁ ରିଙ୍ଗ ପିନ୍ଧିପାରିବେ, କିଛି ସେମିତି ଅସୁବିଧା ନାହିଁ, ପିନ୍ଧନ୍ତୁ। ୟା ପଟେ ଆମୁଲେଟ୍ କରିକି ପିନ୍ଧନ୍ତୁ, ବ୍ରେସଲେଟ୍ କରିକି ପିନ୍ଧନ୍ତୁ, କିଛି ଅସୁବିଧା ନାହିଁ। ଏଗୁଡ଼ା ହେଲା ସବୁ ମିଥ୍। ଗଲା। କେଉଁ ରତ୍ନ କେଉଁ ଧାତୁରେ ପିନ୍ଧିବେ, ଏଇଟା ମିଥ୍ ନୁହେଁ। ଗୋଟେ ପଥରର ଗୋଟେ ନ୍ୟାଚୁରାଲ ପ୍ରପର୍ଟିର ଗୋଟେ ଅଛି, ଯେଉଁ କେଉଁ ପଥର ହେଲେ କୋଲ୍ଡ ଆଉ କେଉଁ ପଥର ହେଲେ ହଟ୍। ଦେଖନ୍ତୁ, ସବୁ ପଥର ଆପଣଙ୍କର ଖଣି ତଳ ବାହାରେ ନା। ମୋତି ପାଣିରୁ, ରକ୍ତ ପ୍ରବାଳ ବି ପାଣିରୁ। କିନ୍ତୁ ରକ୍ତ ପ୍ରବାଳ ଆପଣଙ୍କର ଯେଉଁ ସଲ୍ଟି ୱାଟର ହେଲା ବେଳକୁ, ମୋତି ଆପଣଙ୍କର ସଲ୍ଟି ୱାଟର ନ ହେଇପାରେ, ବଟ୍ ମୋଷ୍ଟଲି ସଲ୍ଟି ୱାଟର। କିନ୍ତୁ ସେଠି ଆମେ ମୋତିଟାକୁ ଆମେ କହୁଛୁ ଯେ ନା ଇଏ ହେଲା କୋଲ୍, ଆଉ ରକ୍ତ ପ୍ରବାଳ ହେଲା ହଟ୍। ତେଣୁ ରକ୍ତ ପ୍ରବାଳକୁ ଆମେ ତମ୍ବାରେ ପିନ୍ଧୁଛୁ, ଶିବ ସୁନାରେ ପିନ୍ଧୁଛୁ, ଆଉ ଏପଟେ ମୋତିକି ରୂପାରେ ପିନ୍ଧୁଛୁ। ସେଇଟା କିଛି ମାତ୍ରାରେ ଆପଣ ମାନିବେ, ସେଇଟା ଆବଶ୍ୟକ ଗୋଟେ ପଥର ଆଉ ଗୋଟେ ମେଟାଲ ଭିତରେ ସମନ୍ୱୟ ଆଣିବା ପାଇଁ।
ମୋତିଟାକୁ ସୁନାରେ ପିନ୍ଧିବେନି, ସେଇଭଳିଆ ରକ୍ତ ପ୍ରବାହଟାକୁ ରୂପାରେ ପିନ୍ଧିବେନି। ରୂପାଟା ହେଲା ଥଣ୍ଡା। ଯେକୌଣସି ଅଲମୋଷ୍ଟ ଧଳା ଦେଖାଯାଉଥିବା ଜିନିଷଟା ଇଜ୍ ଏ କୁଲାଣ୍ଟ। ସତ ଆଜ୍ଞା, ଆପଣ ଧଳା ବେଡ଼ସିଟ୍ଟେ ପକାନ୍ତୁ, ଧଳା ଡ୍ରେସ୍ଟେ ପିନ୍ଧନ୍ତୁ, ଗୋଟେ ସାତ୍ତ୍ୱିକତାର ପ୍ରତୀକ। ତେଣୁ ଧାତୁ ସହିତ ମିଶାଇ ପିନ୍ଧିବାଟା ଗୋଟେ ମିଥ୍ ନୁହେଁ। ସାର୍ ମୁଁ ତମ୍ବାରେ ପିନ୍ଧିଦେଇଛି ମୋତିଟାକୁ, ନା। ଆପଣ ସାର୍ ମୁଁ ସୁନାରେ ମୋତି ପିନ୍ଧିବି, କାରଣ ସୁନା ଆପଣଙ୍କ ପାଇଁ ପଥରଟା ଇମ୍ପୋର୍ଟାଣ୍ଟ, ଧାତୁଟା ନୁହେଁ। ଆପଣ ସୁନା ପକାଉନାହାନ୍ତି କେଜିଏ ହାର, କିନ୍ତୁ ଏ ପଥରଟାକୁ ଆପଣ ସେ ରୂପାରେ ପିନ୍ଧିବେ। ମିଥ୍ କୋଉ ଗୋଟେ ଫ୍ୟାକ୍ଟ ବି କହିଦେଲି, ଗଲା। ଆଉ ଗୋଟେ ମିଥ୍ ଅଛି ଯେ ସାର୍ ସେ ପଥରଟା ଆମ ବାପା ପିନ୍ଧୁଥିଲେ, ଆଉ ବାପା ବଞ୍ଚିଥିବାର ଆବଶ୍ୟକ। ଗୋଟେ ଲୋକ ଚାଲିଗଲା ପରେ ତା ଜିନିଷ ନ ପିନ୍ଧିବାଟା ଉଚିତ। ତା ଭିତରକୁ ବେଶୀ ମୁଁ ଯିବିନି, ବଟ୍ ବାପା ପିନ୍ଧୁଥିଲେ, ଏବେ ବାପା ଆଉ ପିନ୍ଧୁନାହାନ୍ତି, ହେଇଗଲାଣି 6 ମାସ 7 ମାସ 8 ମାସ। ମୁଁ ତାକୁ ପିନ୍ଧିପାରିବି କି? ନାଇଁ ନାଇଁ, ବାପାଙ୍କ ରତ୍ନ ବାପା ହିଁ ପିନ୍ଧିବେ। ନାଇଁ ଆଜ୍ଞା, ଆପଣ ପିନ୍ଧିପାରିବେ। ସେଇ ରତ୍ନକୁ ପୁନଶ୍ଚ ଶୁଦ୍ଧି କରି ଆପଣ ପିନ୍ଧିପାରିବେ, ସେଥିରେ କିଛି ଅସୁବିଧା ନାହିଁ। ଗୋଟେ ଲୋକ ପିନ୍ଧିଥିବା ଜିନିଷ ଯଦି ଆପଣ ସେ ତାକୁ 3 ମାସଠୁ କମ୍ପ୍ଲିଟ୍ ଦୂରେଇ ରହିଲା ସେ ଜିନିଷଟାରୁ, ସେ ଲୋକ ବଞ୍ଚିଥିବାର ଅଛି। ଚାଲିଗଲେ ଟିକେ ଅସୁବିଧା, କାହିଁକିନା ଅଛି ତା ଭିତରେ କିଛି ବିଜ୍ଞାନ, ଉର୍ଜାଟା କେମିତି ଆଫେକ୍ଟ କରେ ତାର ବିଲଙ୍ଗିଙ୍ଗସକୁ। ଯଦି ସେ ଲୋକ ବଞ୍ଚିଛନ୍ତି ଏବଂ ସେ ଗୋଟେ ଜିନିଷଟାକୁ 3 ମାସ ମିନିମମ୍ ପିନ୍ଧି ନାହାନ୍ତି, ମ୍ୟାକ୍ସିମମ୍ 9 ମାସ, ଯଦି କୌଣସି ଜିନିଷ ଆପଣଙ୍କର କଣ୍ଟାକ୍ଟରେ ନାହିଁ, ଆପଣ ସେଇ ଜିନିଷ ଆଉ ଗୋଟେ ଲୋକକୁ ପୁନଶ୍ଚ ସେ ଧାରଣ କରିପାରିବ, ସମାନ ଫଳ ମିଳିବ। ଫାଇନାଲ ମିଥ୍ କହି ରଖୁଛି, କାରକତ୍ୱ ପାଇଁ ରତ୍ନ ପିନ୍ଧିବେ ନାହିଁ। କେମିତି? ସାର୍ ଆପଣ ଜାଣିଛନ୍ତି ମୋର ବାହାସାଘର ହେଉନଥିଲା ତ, ସେଇଥିଲାଗି ଜଣେ ଏଇଟା ଶୁକ୍ରଙ୍କର ମୋତେ କହିଲେ ପିନ୍ଧି ଦିଅନ୍ତି ବୋଲି, ବାହାଘର ହେଇଯିବ, ସେଇଥିଲାଗି ମୁଁ ପିନ୍ଧିଦେଲି। ଆଉ ସାର୍ ଆପଣ ଜାଣିଛନ୍ତି ମୁଁ ଟିକେ ଆର୍ମି ଫାର୍ମି ଯିବାକୁ ଚାହୁଁଥିଲି ତ, ଜଣେ କହିଲେ ମଙ୍ଗଳ ଷ୍ଟ୍ରଙ୍ଗ କରିବା ପାଇଁ ରକ୍ତ ପ୍ରବାଳ ପିନ୍ଧିଦିଅ। ଇଏ ହେଲା ସମ୍ପୂର୍ଣ୍ଣ ରୂପେ ଭୁଲ। ଜାତକ ନ ଦେଖେଇକି ରତ୍ନ ବିଲକୁଲ ଦେଇ ହେବନି। ଶୁକ୍ର ସିନା ବିବାହର କାରକ, ଆପଣଙ୍କର ସପ୍ତମ ଅଧିପତି କିଏ? ସପ୍ତମ ଅଧିପତି, ସପ୍ତମ ଘରେ ଯଦି ଆପଣଙ୍କର ଶନି ବି ବସିଥାଏ, ତା ଦଶା ସମୟରେ ବି ଆପଣ ମ୍ୟାରେଜ୍ କରିବେ। ଆଉ ସେ ଶୁକ୍ର ଆପଣଙ୍କ ପାଇଁ କ'ଣ ଅଧିକ କରିଦେଲା? ଆପଣ ଡାଇମଣ୍ଡ ପିନ୍ଧିଦେଲେ କ'ଣ? ତା ବ୍ୟତୀତ ଯଦି ଜାତକରେ ସଡ଼ବଳ ହେଇକି ଥାଏ ଶୁକ୍ର, କିଛି ଦରକାର ନାହିଁ ଆପଣଙ୍କ ପାଇଁ। ତେଣୁ କାରକ ଗ୍ରହର ଖେଳାଖେଳି କରିବା ପାଇଁ ଆପଣ କ'ଣ ଖେଳେ ହେଇଯିବ? ଆପଣଙ୍କର ଷଷ୍ଠ ଘର ଷ୍ଟ୍ରଙ୍ଗ ଥିଲେ ହେବ ନା। ଆଉ ଆପଣ ଆର୍ମିରେ ପଳେଇବେ ନା ଖେଳି ପକାଇବେ? ତେଣୁ କାରକତ୍ୱ ଆଚିଭ୍ କରିବା ପାଇଁ ରତ୍ନ ପିନ୍ଧିବେ ନାହିଁ। ସାର୍ ମୁଁ ଭଲ ପାଇପାରୁନି, ଲୋକଙ୍କ ସାଙ୍ଗରେ ମିଶି ପାରୁନି, ମୁଁ ଗୋଟେ ମୋତି ପିନ୍ଧିଦେବି, ଗୋଟେ ପାନା ପିନ୍ଧିଦେବି, ଭୁଲ। ସେଗୁଡ଼ା ରଙ୍ଗ ଇମ୍ପାକ୍ଟ ଆଣିପାରେ। ଆଉ ଗୋଟେ ମିଥ୍ ବି ଫାଇନାଲି କହି ରଖୁଛି, ସାର୍ ଆପଣ ଜାଣିଛନ୍ତି ସେ ଜ୍ୟୋତିଷ ପାଖକୁ ଯାଇଥିଲୁ, ସେ ଗୋଟେ ରତ୍ନ ପଥର ଦେଲେ, ତାକୁ ପିନ୍ଧୁ ପିନ୍ଧୁ ମୋର 1 ଦିନ ନା 2 ଦିନ ଭିତରେ ମୁଁ ଏକ୍ସପାର୍ଟ କରିଗଲି। ମାନେ ମୋର ରିଲେଟିଭ୍ କିଏ ଚାଲିଗଲେ। ମୋତେ ଜଣେ କହୁଥିଲେ ଜ୍ୟୋତିର୍ବିଦ, ଆପଣ ଜାଣିଛନ୍ତି ଜ୍ୟୋତିର୍ବିଦ ଜଣଙ୍କୁ ରତ୍ନପଥର ଦେଇକି ମାରିଥିଲେ। ସେ ବି ଏତେ ସର୍ଟ ପିରିୟଡ଼ ଭିତରେ, ସମ୍ଭବ ନୁହେଁ ଆଜ୍ଞା। ଗୋଟେ ରତ୍ନପଥର କାମ କରିବା ପାଇଁ ଆପଣ ସପ୍ତାହ ସମୟ ଦିଅନ୍ତୁ। ଗୋଟେ ମିନିମମ୍ ଯଦି ଆମେ କହୁ 45 ଡେ, ଆପଣ ଏଇଠୁ ରତ୍ନପଥର ଗଳେଇକି ଗଲେ, ଘରୁ ପହଞ୍ଚୁ ପହଞ୍ଚୁ ଆପଣଙ୍କର ଆକ୍ସିଡେଣ୍ଟ ହେଇଗଲା, ଆପଣ କହିବେ ସେ ରତ୍ନପଥର ଯୋଗୁଁ ହେଇଛି। ନା, ଗୋଟେ ଦଶାଟା ଏଡ଼େ ଜୋରେ ଇଫେକ୍ଟ କରିବନି, ସେଟା ଖରାପ ମୁହୂର୍ତ୍ତ ଯୋଗୁଁ ହିଁ ହେଇଛି। ତେଣୁ ଯେଉଁଟା କ୍ୱିକ୍ ନେଗେଟିଭ୍ ଇଫେକ୍ଟ ଗୁଡ଼ାକୁ ଆପଣ ରତ୍ନପଥରକୁ ଆଲର୍ଟ କରିବେ ନାହିଁ। ସିମିଲାରଲି କ୍ୱିକ୍ ପଜିଟିଭ୍ ଇଫେକ୍ଟକୁ ଦେବେନି, ରତ୍ନ ପିନ୍ଧିଦେଲେ ସାର୍ ଚାକିରି ହେଇଗଲା। ନା, ଗୋଟେ ମିନିମମ୍ 21 ଦିନ ସମୟ ଦେବେ ଗୋଟେ ରତ୍ନକୁ ଫ୍ଲକ୍ଚୁଏଟ୍ କରିବା ପାଇଁ। ଯେମିତି ଆପଣ ଗୋଟେ ଇଞ୍ଜେକ୍ସନ୍ ନେଉଛନ୍ତି, ଗୋଟେ ଆଇଭି ନେଉଛନ୍ତି, ଗୋଟେ ଆଇଏମ୍ ନେଉଛନ୍ତି, ତା ଭିତରେ ଏମିତି ଫରକ ଅଛି। ଆଇଭି ନେଲା ମାନେ ସାଙ୍ଗେ ସାଙ୍ଗେ ଇଫେକ୍ଟ ପଡ଼ିଲା, ଆଇଏମ୍ ଟିକେ ଟାଇମ୍ ଲାଗିବ, ଆଉ ବଟିକାଟା ଆହୁରି ଟାଇମ୍ ଲାଗିବ। ସେଥିଲାଗି ଆପଣ ହସ୍ପିଟାଲ ଯେତେବେଳେ ଯାଆନ୍ତି, ଏମର୍ଜେନ୍ସିରେ ଆପଣଙ୍କୁ ଆଗେ ଇଞ୍ଜେକ୍ସନ୍ ଦେଇ ଦିଆଯାଏ। ତେଣୁ ମିନିମମ୍ ଟାଇମ୍ ପିରିୟଡ଼ ଅଛି। ରତ୍ନଟାକୁ ଫଳିତ କରିବା ପାଇଁ 21 ଦିନ ସମୟ ଦରକାର। ଆଜି ପିନ୍ଧିକି କାଲି ରେଜଲ୍ଟ ମିଳିଯାଉ ବୋଲେ, ଭଲ ହେଉ କି ମନ୍ଦ ହେଉ, ରତ୍ନକୁ ଆଲର୍ଟ କରିବେ ନାହିଁ। ହଉ, ବହୁତ ସମୟ ହେଇଗଲା।
ତ ରତ୍ନ ପିନ୍ଧିବାକୁ ଚାହୁଁଥିଲେ ଜ୍ୟୋତିଷଙ୍କୁ ଦେଖେଇକି ରତ୍ନ ପିନ୍ଧିବେ। ମାର୍କେଟରେ ଗୋଟେ ମିଳୁଛନ୍ତି ପିନ୍ଧି ପକେଇବେନି, ବହୁତ ବହୁତ ଖରାପ। ଆଜି ପାଇଁ ଏତିକି। ଯଦି ମହାଦେବ ଚାହାନ୍ତି ଆଉ ଗୋଟେ ଭିଡ଼ିଓ ନେଇ ଖୁବ୍ ଶୀଘ୍ର ଆପଣଙ୍କ ପାଖରେ ଉପସ୍ଥିତ ହେବି। ଆଜି ପାଇଁ ଆଜ୍ଞା ଦିଅନ୍ତୁ। ଓମ୍ ନମଃ ଶିବାୟ।